ମୋହନ ବାବୁ ନମସ୍କାର। ଇଏ ସାରେ ଆପଣ କଣ କାଲି ନୟାଗଡ଼ ଆସୁଛନ୍ତି ନା? ହଉ ଭଲ କଥା କଣ ଏଇ ଯୋଉ ସୁଭଦ୍ରା ଉଦ୍ଘାଟନ କରିବେ ନା କଣ ପାଇଁ ଆସିବେ ସାର୍? ଆଉ ତ ବାକି ବିକାଶ କିଛି ନାହିଁ, ଯାହା 24 ବର୍ଷରେ ହେଇଥିଲା ସେତିକି ହେଇଥିଲା। ଆଉ ଏବେ କଣ କରିଛନ୍ତି କିଛି ଜଣା ପଡୁନି, କିନ୍ତୁ 24 ବର୍ଷ ଯାହା ହେଇଥିଲା ଏବେ ଜମାରୁ କିଛି ହେଇନି। କିନ୍ତୁ ସାରେ ଆରଥର ଆପଣ କହୁଥିଲେ କଣ ନା ଛେନାପୋଡ ଭଲ ବୋଲି, ଆମ ନୟାଗଡ଼ ଛେନାପୋଡ ଭଲ ବୋଲି ଆପଣ କହିଥିଲେ, ବୁଝିପାରିଲେ ନାଇଁ? କିନ୍ତୁ ସାର୍ ଆମ ନୟାଗଡ଼ ଛେନାପୋଡ ବହୁତ ଭଲ, ବହୁତ ସ୍ପେଶାଲ, ଜାନଦାର ଶାନଦାର ମଜାଦାର କ୍ୱାଲିଟିଦାର, ବୁଝିଲେ କି, ଏକଦମ ଝାକାସ, ବୁଝିଲା ନାଇଁ? କିନ୍ତୁ ସାରେ ତାପରେ ବି ଏବେ କିନ୍ତୁ ଯୋଉ ଛେନାପୋଡଟି ବାହାରିବ ସିଏ ଆହୁରି ମାନେ ଗୋଟେ ଏକଦମ ମାନେ ସ୍ପେଶାଲ, ବୁଝିପାରୁଛନ୍ତି ନା ନାଇଁ? କାହିଁ କହିଲେ? ଚିନି ରେଟ୍ ବଢେଇ ଦେଲେ। ଚିନି ରେଟ୍ ଯୋଉ ବଢେଇ ଦେଲେ, ଆଉ ବଢା ଚିନି ରେଟ୍ରେ ବଢା ଚିନିର ଯୋଉ ଦର ବୃଦ୍ଧିର ଯୋଉ ଚିନିରେ ଯୋଉ ପୋଡଟି ହେଇଛି ସିଏ ଏକଦମ ମାନେ 1 ନମ୍ବର କ୍ୱାଲିଟି, କଣ ବୁଝିପାରିଲେ? କିନ୍ତୁ ରିକ୍ୱେଷ୍ଟ ରହିବ, ଆରଥର ତ ଯାହା ପୋଡ ନେଇଥିଲେ କି ଖାଇଥିଲେ କି କଣ କରିଥିଲେ ଆପଣ ଜାଣିଛନ୍ତି, କିନ୍ତୁ ସାର୍ ଏଥର ନିଶ୍ଚୟ ନେଇକି ଯିବେ। ଆଉ ପୋଡ ରେଟ୍ ବଢିଛି ବୋଲି ସାର୍ ଆପଣ ଯଦି ନ ନେବେ, ଆମ ନୟାଗଡ଼ର ସ୍ପେଶାଲ ଛେନାପୋଡଟା ମନ ଦୁଃଖ କରିବ, ବୁଝିପାରିଲେ? ତେଣୁକରି ଚିନି ରେଟ୍ ବଢୁ, ଚିନି ରେଟ୍ 100 ହଉ କି 500 ହଉ କି 1000 ହଉ, ଏତେ ବାଟ ହଁ ଯାଇପାରେ, କିଛି ମାନେ ବିଚିତ୍ର ନୁହଁ। ଆପଣଙ୍କର ଏଇ ଯୋଉ ସଂସ୍ଥାରେ ମାନେ ଯୋଉ ପାର୍ଟିରେ ବଢେଇ ଦେବେ। ଆପଣ ଯଦି ଆଉ 3 ବର୍ଷ ରହିଲା ବେଳକୁ ପାଖାପାଖି 100 ପାର କରି ଯାଇଥିବ। କିନ୍ତୁ ସାର୍ ଯାହା ହଉଛି ହଉ, ମୋର ଗୋଟିଏ ରିକ୍ୱେଷ୍ଟ, ସେ ପୋଡ ଉପରେ ଟିକେ ଧ୍ୟାନ ଦେବେ, କଣ ବୁଝିପାରିଲେ ନା ନାଇଁ? ତେଣୁକରି କାନ ଦେବେ କୋଉଠି ବିକାଶକୁ, ଆଉ ମନ ଦେବେ କୋଉଠି ଛେନାପୋଡକୁ, ଆଉ ବିଶେଷ ଧ୍ୟାନ ଦେବେ ସେଇ ଚିନି ରେଟ୍କୁ, ବୁଝିଲେ ନା? ରହିଲି ସାର୍, ନମସ୍କାର।